ପିଲାବେଳ ପ୍ରତିବର୍ଷ ରଜ ଛୁଟିରେ ମୁଁ ଓ ମୋ ଭାଇ ଭଉଣୀମାନେ ମିଶି ମାମୁଁ ଘରକୁ ବୁଲିବାକୁ ଯାଉଥିଲୁ। ସେତେବେଳେ ସ୍କୁଲ ଛୁଟି ରହୁଥିଲା, ତେଣୁ ଆମେ ମାସେ ଯାଇ ରଜ ଛୁଟିରେ ମାମୁଁ ଘରେ ରହୁଥିଲୁ। ବିନି ନାନୀ ମାମୁଁ ଘର ଗାଁର ଜଣେ ସମାଜସେବୀ ଥିଲେ। ସେ ପ୍ରାୟ ସନ୍ଧ୍ୟାବେଳେ ଆସନ୍ତି। ମୁଁ ତାଙ୍କ ସହିତ ବୁଲିବାକୁ ଯାଏ। ସେ ଭଲ ଭଲ କଥା କୁହନ୍ତି। ମୋତେ ଶୁଣିବାକୁ ମଧ୍ୟ ସେସବୁ ଭଲ ଲାଗେ। ଦିନକର କଥା, ସେ ମୋତେ ଯେତେବେଳେ ତେନ୍ତୁଳି ଗଛର ଗୋଟିଏ ଅଭୁଲା ସ୍ମୃତି କହିଲେ, ତାହା ମୋ ମନକୁ ପାଇଲାନି। ସେ ମୋ ମନର ଅବସ୍ଥା ବୁଝି ଯାଇ କହିଲେ, ଶୁଣ, ତୁ ଯେତେବେଳେ ଭୁବନେଶ୍ୱରରୁ ବସ୍ରେ ଆସି ଆମ ଗାଁ ମୁଣ୍ଡରେ ଓହ୍ଲାଉ, ତୁ କ'ଣ ଦେଖୁ? ମୁଁ ସଙ୍ଗେ ସଙ୍ଗେ ଦାନ୍ତ ଦେଖାଇ କହିଲି, ବେଗୁନିଆ ଗୁଡ଼ିଆର ପକୁଡ଼ି ଦୋକାନ, ଯେଉଁଠି ଆମେ ପକୁଡ଼ି କିଣି ଖାଉ। ହଇରେ, ତତେ ଖାଲି ପକୁଡ଼ି ଦୋକାନ ଦିଶେ? ତା ପାଖରେ କ'ଣ ଅଛି ଟିକେ ଭାବ। ହୁଁ ହୁଁ ହୋଇ ମୁଁ ବହୁତ ଭାବିଲି ଆଉ କହିଲି, ଢୋକିଆ ବୁଢ଼ାର ଘର, ଆଉ ହଁ, ତେନ୍ତୁଳି ଗଛ। ହଁ, ଏବେ ବାଟକୁ ଆସିଲୁ ତ? ତେନ୍ତୁଳି ଗଛ, ସେଇ ଗଛକୁ କେବେ ଭଲ କି ଦେଖିଛୁ? ନା, ମୋତେ ତେନ୍ତୁଳି ଭଲ ଲାଗେନି, ସେଥିପାଇଁ ମୁଁ ଦେଖେନି। ସେ କହିଲେ, ଧେତ୍ ତେରିକା, କେତେ ବୋକା ପିଲାଟା ବେ ତୁ। କିଛି ଗୋଟେ ଜାଣିବାର ଆଗ୍ରହ ନାହିଁ। ତୋ ବୋଉ ତୋତେ କ'ଣ ଖାଇକି ଜନ୍ମ କରିଥିଲା କେଜାଣି? ଖାଲି ତୋ ମୁହଁ ଗୋଲିଆ ନୁହେଁ, ତୋ ବୁଦ୍ଧି ବି ଗୋଲ। ଚାଲ ମୋ ସାଙ୍ଗରେ। ଏହା କହିଦେଇ ବିନି ନାନୀ ମୋତେ ଟାଣି ନେଇଗଲା ଗାଁ ମୁଣ୍ଡ ସେଇ ତେନ୍ତୁଳି ଗଛ ମୂଳକୁ। ସେତେବେଳେ ଖରାବେଳ ହୋଇଥାଏ। ଡହ ଡହ ତାତି, କେହି କୁଆଡ଼େ ନାହାନ୍ତି। ତେନ୍ତୁଳି ଗଛ ମୂଳଟା ମୋତେ ଖାଁ ଖାଁ ଲାଗିଲା। ମୋତେ ବିନି ନାନୀ କହିଲା, ଦେଖ କେତେ ବଡ଼ ଗଛଟା ହୋଇଛି, ଉପରକୁ ଚାହାଁ। ମୁଁ ଆଖି ଟେକି ଚାହିଁଲି। ସତକୁ ସତ ଗଛଟା ମୋତେ ଭାରି ବଡ଼ ଲାଗିଲା। ତେନ୍ତୁଳି ବି ଗଛରେ ଲଦି ହୋଇ ରହିଥାଏ। ବିନି ନାନୀ ମୋ ପାଖକୁ ଲାଗି ଆସି କହିଲା, ଶୁଣ, ଉପରକୁ ଦେଖ। ସେ ଅଗଟା କେମିତି ଶୂନ୍ୟରେ ମିଶି ଯାଇଛି, ଆକାଶରେ ମିଳେଇ ଯାଇଛି ପୁରା। କଥା କ'ଣ କି, ରାତି ଅଧରେ ଆଉ ଦିନର ଦୁଇ ପହରରେ ଏଠି ବା ଆମ ଗାଁର ଭୂତ ଗୁଡ଼ିକ ସବୁ ଦୋଳି ଖେଳନ୍ତି। ବେଳେବେଳେ ତେନ୍ତୁଳି ଭିତରେ ପଶିଯାଆନ୍ତି। ଆଉ ଟିକେ ଗୋଲଗାଲିଆ ଚେହେରା ଦେଖିଲେ ତାଙ୍କ ପାଟିରୁ ଲାଳ ବାହାରେ। ସେ କୁଆଡ଼େ ଚୋବାନ୍ତିନି, ଆନାକୋଣ୍ଡା ଭଳି ପୁରା ଗିଳି ଦିଅନ୍ତି। ଏତକ ଶୁଣି ମୋ ଦେହଟା ପୁରା ଥରିବା ଆରମ୍ଭ ହୋଇଗଲା। ମୋ ଗାଲ ତ ଗୋଲ, ସମସ୍ତେ କୁହନ୍ତି, ତାହେଲେ ମୋତେ କ'ଣ ସେ ଗିଳିଦେବ? ହେ ପ୍ରଭୁ, ମୁଁ ବିନି ନାନୀକୁ ଜାବୁଡ଼ି ଧରିଲି। ମୋ ଦେହ ଥଣ୍ଡା ହୋଇଗଲା ଭଳି ଲାଗିଲା। ମୁଁ କାନ୍ଦି କାନ୍ଦି କହିଲି, ବିନି ନାନୀ, ମୁଁ ଘରକୁ ଯିବି, ମୋତେ ଭୋକ ଲାଗିଲାଣି। ଯଦିଓ ମୋତେ ଭୋକ ଜମାରୁ ହେଉନଥିଲା। ବିନି ନାନୀ କହିଲା, ଡରୁଛୁ କି? ମୁଁ ପରା ଅଛି। ମୁଁ ଉପରେ ଦମ୍ଭ ଦେଖାଇ କହିଲି, ନା ନାନୀ, ମୁଁ ଡରିନି, ମୁଁ ଘରକୁ ଯିବି। ବିନି ନାନୀ ମୋତେ ସାଇକେଲରେ ବସାଇ ଘରକୁ ନେଇ ଆସିଲା ଓ ଦାଣ୍ଡରେ ଛାଡ଼ି ଦେଇ କହିଲା, ଯା ଘରକୁ ପଳା, ମୋର ଟିକେ କାମ ଅଛି। ମୁଁ ଦାଣ୍ଡଟାରେ ଠିଆ ହୋଇଥାଏ। ବିନି ନାନୀ ପଳାଇଗଲା। ଦାଣ୍ଡରେ ଏକ ବିରାଟ ଆମ୍ବ ଗଛଟିଏ ଥିଲା, ଭାରି ଗହଳିଆ ଗଛ। ଖରାବେଳେ ବି ସେ ଗଛଟାକୁ ଦେଖି ମୋତେ ଟିକେ ଡର ଲାଗିଲା। ତାପରେ ଗଡ଼ିଆ, ଯାହାକୁ ଆମେ ଦାଣ୍ଡ ଗଡ଼ିଆ କହୁ, ସେ ପାଣିକୁ ମୁଁ ଚାହିଁଲି। ଦେଖିଲି କଳା କଳା ହୋଇ ସେ ପାଣିରେ କ'ଣ ଟୁପ୍ ଟୁପ୍ ହେଉଛି। ଭାବିଲି, କ'ଣ ଭୂତ ପାଣି ପିଉଛି ନା କ'ଣ? ସେପଟ କୋଣରେ ଜଣେ ହିସାବରେ ପିଉସି ହେବେ। କିଛି ଦିନ ଆଗରୁ ତାଙ୍କର ମୃତ୍ୟୁ ହୋଇଥିଲା। ବାସ୍ ଏମିତି ଲାଗିଲା ତାଙ୍କ ଘର ଆଗରେ କିଏ ଗୋଟିଏ ଚାଲୁଛି। ମୋତେ ଆଉ କିଏ ସମ୍ଭାଳେ? ମୁଁ ବାପାଲ କହି ଭିତରକୁ ଦୌଡ଼ି ପଳାଇଲି। ମୁଁ ଭିତରୁ ଡରୁଥିଲେ ବି ଉପରେ ଭାରି ଟାଣ ଦେଖାଉଥାଏ। ମୋ ମନ କଥା ସହଜେ ମୁଁ କାହାକୁ କୁହେନି। ଆଈ ପାଖରେ ଶୋଉଥିଲା ବେଳେ ପଚାରିଲି, ଆଈ, ତେନ୍ତୁଳି ଗଛରେ କ'ଣ ଭୂତ ସତରେ ଅଛନ୍ତି? ଆଈ ତ ମୋର ପୁରୁଣା କାଳିଆ ଲୋକ ଥିଲା। ଧଡ଼କିନା ମୋ ପାଟିରେ ହାତ ଦେଇ କହିଲା, ଭୁଲରେ ସେ ନା ପାଟିରେ ଧରିବୁନି। ବାସ୍ ମୋ ମନରେ ଏକ ଧାରଣା ହୋଇଗଲା କି ଏ କଥା ସତ। ଏହାପରେ କିଛି ଦିନ ମୋର ଆଉ ବିନି ନାନୀ ସହିତ ଦେଖା ହୋଇନଥିଲା। ଦିନେ ମୋ ମାଉସୀ ଘରେ ଖେଳୁ ଖେଳୁ ସନ୍ଧ୍ୟା ହୋଇଗଲା। ମୁଁ ଆଈ ଘରକୁ ଆସୁଥାଏ। ଠିକ୍ ଦାଣ୍ଡରେ ହୋଇଛି କ'ଣ ଗୋଟିଏ ଖସ୍ କରି ଶୁଭିଲା। ମୁଁ ଡରିଗଲି।
हठात देखिला बेलू से आंब गछर पत्र हलिला। मो देह थरी उठिला। एमिति लागिला सते जेमिति साइकेल घंटी किए बजाउछे बिनी नानी परे। हठात केउठू के जाने तेंतुली खंडे आसी मो आगरे पड़िला। मते लागिला से तेंतुली एड़े एड़े आखि करी मते चाहिछे। मु आउ कि संभाळे आई आई कही चित्कार छाड़ी मु घर भीतर को दौड़िले। मु झाड़े गोटापणे ओदा हो जाए। आई दौड़ी आसी कहिला कौन हैला। मो देह सेतबेले ताती भर्ती हो जाए। मु खनै खनै थर थर कंठरे कहिले आई मते तेंतुली भूत गोड़ाइला। मो आई गोटे कुहाट छाड़ी दौड़िला मते धरी गुहाल को। सेठरे गाई लांचरे ठाकुर जानती कि मंत्र के जानी गाई मते झाड़िला। गोरु हांडी पानी आनी मो उपरे पकाइला। राति सारा मो मुंड पाखरे बसी रहिला। सकाळु उठिला बेलू मते टिके ठीक लगुथाए। आई आसी मो पाखरे कहिला से भूत कथा मिछ, तुटा एते डरुआ। मु बुझी पारिलिनी आई सत कहूचे ना मिछ कहूचे मते बुझेइबा पई। हठात सेति बेलू गाँर पदिया नना आसिले। कहले भाउज गोटे कांड घटी शुणिलणी। आई कहला कि कांड। से कहले आम समाजसेवी बिनी गोटे टोका सहित पलाई जाइथिला 2-3 दिन तले। शुणिले काली कुआडे ताको मारी देइछंती बोली। अवश्य सत कि मिछ ठीक से जना पड़ी नाही। मु ए कथा शुणी स्तब्ध हो गली। ता पूर्व दिन मो सहित घटी घटना सहित कथाटी तालमेल खाऊथिला। ता अर्थ बिनी नानी कौन तेंतुली भूत होई मो पाखक आसीथिला। मो आखिरु लुह झरीगला। मु जानी पारिलिनी से लुह भयर थिला ना दुखर।